ओडिशा साहित्य एकाडेमी पक्षରୁ ଗାନ୍ଧୀକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାନ୍ତକବିଙ୍କ ଜନ୍ମ ତାଳପଦାଠାରେ ଅନୁଷ୍ଠିତ ହୋଇଛି। ସକାଳ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାନ୍ତ କବିଙ୍କୁ ସ୍ମରଣ ପୁଷ୍ପମାଲ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକାଧାରେ କଥାକାର ନାଟକକାର କାବ୍ୟିକ ଶିଶୁ ସାହିତ୍ୟ ଏବଂ ହସ୍ତଲିଖ ବିଭୁ ପ୍ରେମ ଏବଂ ସ୍ୱଦେଶ ପ୍ରୀତିର ପଥରେ ଜାତୀୟତା ସହିତ ରହସ୍ୟବାଦ ବିଷାଦ ବୋଧ ଏବଂ ଜୀବନର ସଙ୍ଗୀତ ଜୀବନ ଶୈଳୀ ଉତ୍କଳ ଶୋଭା ସମ୍ପଦ ଏବଂ ବୀରତ୍ୱ ଭାଷା ବନ୍ଦେ ଉତ୍କଳ ଜନନୀ କବିତା ସମଗ୍ର ସୃଷ୍ଟି ସଭାରେ ମତପ୍ରକାଶ ସାହିତ୍ୟିକ ହୃଦୟାନନ୍ଦ ପାଣିଗ୍ରାହୀଙ୍କ ପିଲାହିତରେ ମନ୍ଦିରତା ମଣ୍ଡଳ ପ୍ରଦତ୍ତ ବିଧାତା ମୁଖ୍ୟତା ଓଡ଼ିଶା ସାହିତ୍ୟ ଏକାଡେମୀ ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ କାନ୍ତକବିଙ୍କ ଦୟାବାଦ ପାଣି ପ୍ରମୋଦ ଜିଲ୍ଲା ପରିଷଦ ସଭା ସରପଞ୍ଚ ସମିତି ସଦସ୍ୟ କାନ୍ତପ୍ରେମୀ ପ୍ରମୁଖ ଯୋଗଦେଇ କାନ୍ତକବି ଲକ୍ଷ୍ମୀକାନ୍ତ ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ଗାନ କଲେ। ସଂସ୍ଥାରେ ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ସୂଚନା ଥାଉ କି ଏହି ତିନୋଟି ସଂଶୋଧନ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମ କ୍ରମେ ସମାଧିପୀଠଠାରୁ ଆରମ୍ଭ କରି ସ୍ମୃତିଗୃହ ନିର୍ମାଣ କରାଯାଇଛି। ସେହିପରି କାନ୍ତ କବିଙ୍କ ନାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଏବଂ ସଭା ମଣ୍ଡପ ନିର୍ମାଣ ଲାଗି ବ୍ୟୟବରାଦ କରାଯାଇଛି ଏବଂ ଆଗାମୀ ଦିନରେ କାନ୍ତ କବିଙ୍କ ଏନ୍ତୁଡ଼ିଶାଳର ପୁନରୁଦ୍ଧାର କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ଭଦ୍ରକ ଚାନ୍ଦବାଲିରୁ ସାଗର ଆଳଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍। ପ୍ରଫୁଲ୍ଲ କୁମାର ଦାସ, ସମ୍ପାଦକ, ଗୋପବନ୍ଧୁ ସାହିତ୍ୟ ସଂସଦ, ଚାନ୍ଦବାଲି। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ଭଦ୍ରକ ଜିଲ୍ଲାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ତାଙ୍କର ଆଜି ଜନ୍ମତିଥି। ଏହି ପବିତ୍ର ଦିବସ ଅବସରରେ ଭଦ୍ରକ ଜିଲ୍ଲା ଏବଂ ଓଡ଼ିଶାର ସାହିତ୍ୟିକମାନଙ୍କରେ ମୁଖ୍ୟ ଚର୍ଚ୍ଚାର ବିଷୟ ପରିଧି ପାଲଟିଛି। ଯାହାଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ଲକ୍ଷାଧିକ ଲୋକ ଓଡ଼ିଶାର ଏକ ସମୟରେ ଗାଇକି ଗ୍ରିନିଜ୍ ପୁସ୍ତକ ରେକର୍ଡ଼ ହେବାକୁ ଯାଇଛି ଏବଂ ଭବିଷ୍ୟତରେ ବନ୍ଦେ ଉତ୍କଳ ଜନନୀ ସାରା ଭାରତବର୍ଷର ଯେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ଏଥିରେ ସନ୍ଦେହ ନାହିଁ। ସିଏ ମଧ୍ୟ ଜଣେ ଔପନ୍ୟାସିକ ଭାବରେ କଣାମୁ ଲେଖିଥିଲେ। ସବୁଥିରୁ ବଞ୍ଚିତ କରି କେଉଁଝର ସଭା ନାଁ ଉଡ଼ାଇବ କି ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ କାନ୍ତପୀଠ ଆଜି ଅବହେଳିତ। ରାଜ୍ୟ ସରକାର ବିଭିନ୍ନ ସମୟରେ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତା ସଫଳତା ଲାଭ କରିନାହିଁ। ସେଥିପାଇଁ ତାଙ୍କ କାନ୍ତ ପଦ୍ୟାବଳୀକୁ ଗୁରୁତ୍ୱ ଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ସାରା ରାଜ୍ୟର ସାହିତ୍ୟିକ ବନ୍ଧୁମାନେ ଉଦ୍ୟମ କରିବା ଉଚିତ। କାନ୍ତକବିଙ୍କ ପ୍ରତିମୂର୍ତ୍ତି, କାନ୍ତକବିଙ୍କ ପାଇଁ ସ୍ୱତନ୍ତ୍ର ସ୍ମୃତିପୀଠ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କରାଯିବାକୁ ଆମେ ରାଜ୍ୟ ସରକାର ନିକଟରେ ଦୃଢ଼ ଦାବି କରୁଛୁ। ଆଜିର ତା ଜୟନ୍ତୀ ଶୁଭ ଅବସରରେ ଏତିକି ରାଜ୍ୟ ସରକାରଙ୍କୁ ପ୍ରାର୍ଥନା କରୁଛୁ, କାନ୍ତକବି କେବେ ଅବହେଳିତ ହେଇ ରୁହନ୍ତୁ ନାହିଁ।